जिलास्तरीय डिजिटल फसल सर्वेक्षण कार्यक्रम जिलास्तरीय डिजिटल फसल सर्वेक्षण कार्यक्रम जिला परिषद अध्यक्ष इंजीनियर देवाशीष पट्टनायक जिला परिषद सृजन गृह में शुभारंभ करिसेंती। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ସରୋଜ କୁମାର ରଣସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ଖରିଫ ଋତୁରେ ରାଜ୍ୟ ସରକାର ଅଗଷ୍ଟ 16 ତାରିଖରୁ ସେପ୍ଟେମ୍ବର 15 ତାରିଖ ମଧ୍ୟରେ ରାଜ୍ୟର ସମଗ୍ର ଜିଲ୍ଲାରେ ଡିଜିଟାଲ ଫସଲ ସର୍ବେକ୍ଷଣ ଆରମ୍ଭ କରିଛନ୍ତି। ମନୋନୀତ ସର୍ବେକ୍ଷଣକାରୀ ଚାଷୀଙ୍କ ନାମ, ଆଧାର, ଚାଷ ଜମି ଓ ଫସଲ ସମ୍ବନ୍ଧୀୟ ସଠିକ୍ ତଥ୍ୟ ସଂଗ୍ରହ କରିବେ। ଏହାଦ୍ୱାରା ଚାଷୀମାନେ ପ୍ରଚଳିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନାରେ ସାମିଲ ହେବା ସହ ବିଭିନ୍ନ ସୁବିଧା ପାଇବେ। ସର୍ବେକ୍ଷଣକାରୀମାନେ ମୋବାଇଲ ଆପ୍ ଜରିଆରେ ଫସଲର କ୍ଷେତ୍ରସ୍ତରୀୟ ସଠିକ୍ ତଥ୍ୟ ସଂଗ୍ରହ କରିବେ। କୃଷକ ଓଡ଼ିଶା ପୋର୍ଟାଲରେ ଚାଷୀମାନେ ପଞ୍ଜୀକରଣ କରିବେ। ଟୋଲ୍ ଫ୍ରି ନମ୍ବର 1533ରେ ଚାଷ ଭିତ୍ତିକ ସମସ୍ୟା ସମ୍ପର୍କରେ ଚାଷୀମାନେ ବିଭିନ୍ନ ସୂଚନା ପାଇପାରିବେ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ। କୃଷକ ସାଥୀ, ଉଦ୍ୟାନ ସାଥୀ, ଗ୍ରାମ୍ୟ ସାଥୀ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ। ନୟାଗଡ଼ ଜିଲ୍ଲାର 840 ଜଣ ସର୍ବେକ୍ଷଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। ଜିଲ୍ଲାସ୍ତରୀୟ ଡିଜିଟାଲ ସର୍ବେକ୍ଷଣର କାର୍ଯ୍ୟକ୍ରମ ଥିଲା, ଯେଉଁଥିରେ କି ଆମେ ସମସ୍ତ ଜିଲ୍ଲା ପରିଷଦର ସଭ୍ୟମାନଙ୍କୁ ସରପଞ୍ଚ ଏବଂ ଆମର ଯେଉଁ ଡିଷ୍ଟ୍ରିକ୍ଟ ଲେଭେଲ୍ ଅଫିସର ମାନେ, ଆମର ସର୍ଭେୟର ଏବଂ ସମସ୍ତଙ୍କୁ ଆଜି ସବୁ ଡକାଯାଇଥିଲା। ସମସ୍ତେ ଆଜି ଆସିଥିଲେ। ଆମର 2 ଜଣ ମାଷ୍ଟର ଟ୍ରେନର ଥିଲେ, ଯେଉଁମାନେ ଷ୍ଟେଟ୍ ଲେଭେଲରୁ ଟ୍ରେନିଂ ପାଇକି ଆସିଥିଲେ। ସେମାନେ ସବୁ ସମସ୍ତଙ୍କୁ ଟ୍ରେନିଂ ଦିଆଗଲା। ଏମାନେ ଯିବେ। ଆମର ଯେ ପ୍ରୋଗ୍ରାମଟା ଯେଉଁ ଏଇ ଅଗଷ୍ଟ 16ରୁ 30 ତାରିଖ ଭିତରେ ଆମର ଯେତେ ସବୁ ଡିଜିଟାଲ ସର୍ଭେ କ୍ରପ୍ ୱାଇଜ୍ ପ୍ରତି ପ୍ଲଟ୍ରେ ସେମାନେ ବୁଲିବେ। ପ୍ଲଟ୍କୁ ପ୍ଲଟ୍ ଯାଇ ସେମାନେ ସବୁ ସର୍ଭେ କରିବେ। କେଉଁ ଚାଷୀ କେଉଁ ମାନେ କି ଫସଲ କରିଛି, ତା'ର କେତେ ପରିମାଣରେ କରିଛି, ତା'ର ଗୋଟେ ଡିଟେଲ୍ ସର୍ଭେ, ଏଇଟା ସବୁ ସେମାନେ ସବୁ ଫିଲ୍ଡରେ ମୋବାଇଲ ଆପ୍ ମାଧ୍ୟମରେ ସବୁ ତଥ୍ୟ ସଂଗ୍ରହ କରିବେ। ଆଗରୁ ଆମର ଯେଉଁ ଫିଲ୍ଡ ଷ୍ଟାଫ୍ ମାନେ ସେମାନେ ସବୁ ଆନୁମାନିକ, ଯେଉଁଟା ଆମ ଆଇ ଏଷ୍ଟିମେସନ୍ ଆନୁମାନିକ ଭାବରେ ସେମାନେ ସର୍ଭେ କରୁଥିଲେ, ଯେଉଁଟାକି ସେ ତଥ୍ୟଟା ଠିକ୍ ଆସୁନଥିଲା। କିନ୍ତୁ ଏବେ ଯେଉଁ ସବୁ ସର୍ଭେ କରାଯାଉଛି ଡିଜିଟାଲ କ୍ରପ୍ ସର୍ଭେ ମାଧ୍ୟମରେ, ତା ଆକୁରେଟ୍ କେତେ ଏରିଆ କି ଚାଷ କରିଛି, କ'ଣ କରିଛି, ଡିଟେଲ୍ ଠିକ୍ ସର୍ଭେ ସେମାନେ କରିପାରିବେ। ସାର୍ ଆଉ ଗୋଟେ ଅଭିଯୋଗ ନାଇଁ ଏବେ କିଛି ଏଠି ହରିଲୁଟ ହେବାର ନାହିଁ। କେଉଁ ମୁଗ ବି ଆସିନି ଆମର। ଖାଲି ଆମର ବିରି ଆମର ଆସିଥିଲା 100 ହେକ୍ଟର ବିରି, ଯେଉଁଟାକି ଚାଷୀମାନଙ୍କୁ ଆମର PRMMଙ୍କ ମାଧ୍ୟମରେ ଆମର ଫିଲ୍ଡ ସବ୍ ଯେଉଁମାନେ ସେମାନଙ୍କ ମାଧ୍ୟମରେ ସେମାନେ ସବୁ ଚାଷୀମାନଙ୍କୁ ଦିଆଯାଏ, ଯେଉଁଟା ଏବେ ବି ଚାଷ କରାଯାଏନି। ସେଇଟା ଆମର ବର୍ଷା ଟିକେ କମିଲା ପରେ ସେଇଟା ସବୁ ହେବ। କିନ୍ତୁ ଏପର୍ଯ୍ୟନ୍ତ ଚାଷୀମାନଙ୍କର ପାଖରେ ପହଞ୍ଚିନି, ଯେଉଁଟା ଚାଷୀମାନେ ଅଭିଯୋଗ କରୁଛନ୍ତି। ନାଇଁ, ଚାଷୀମାନଙ୍କ ପାଖରେ ଚାଷୀ ଅଲରେଡ଼ି କେତେ ଗୁଡ଼େ ନେଇଯାଇଛନ୍ତି କେତେ ଗୁଡ଼ା ବ୍ଲକରେ। ଆମର ତ ଏଇଟା 2ଟା ବ୍ଲକରେ ଥିଲା, ଓଡ଼ଗାଁ ଏପଟେ ଦଶପଲ୍ଲା, ଏ 2ଟା ବ୍ଲକରେ ପ୍ରୋଗ୍ରାମ୍ କରାଯାଇଥିଲା। ଆଉ ଯେହେତୁ ଏବେ ବର୍ଷା କମି ନାହିଁ, ବର୍ଷା କମିଗଲା ପରେ ସେଇଟା ପ୍ରି ରବି ଯେଉଁଟା ଆମେ କହୁଛେ, ମାନେ ରବି ଋତୁ ପୂର୍ବରୁ ସେଇଟା ବୁଣା ହେବ। ଜିଲ୍ଲାକୁ କେତେ ଆସିଛି? ସେଇଟା କେତେ? ବିରି କେତେ? 100 ହେକ୍ଟର।